ଜୟ ଜଗନ୍ନାଥ ସାଙ୍ଗମାନେ ନମସ୍କାର। ଚାଲନ୍ତୁ ଆଜି ଜାଣିବା ଜଗନ୍ନାଥ ମନ୍ଦିରରେ ପୂଜା ପାଉଥିବା କୁକୁରଟି କିଏ। ନମସ୍କାର ଦର୍ଶକ ବନ୍ଧୁ, ଆପଣମାନେ ଜାଣିଥିବେ ପୂର୍ବ କାଳରେ କୁକୁରଙ୍କୁ ଯଦି କିଏ ସ୍ପର୍ଶ କରିଦିଏ କିମ୍ବା ଘରର ଭିତରକୁ ପ୍ରବେଶ କରିଯାଏ ତେବେ ସେମାନେ ଲୁଗାପଟା ସଫା କରି ଘର ସଫା କରି ସ୍ନାନ କରିଥାନ୍ତି। ଆଉ କୁକୁରର ମଳ ଯଦି କିଏ ମାଡ଼ିଦିଏ ତେବେ ତାକୁ ସେମାନେ ଘରେ ହିଁ ପ୍ରବେଶ କରନ୍ତି ନାହିଁ। ଯେତେବେଳେ ଯାଏଁ ସିଏ ମୁଣ୍ଡ ଧୋଇ ଲୁଗା ସଫା କରି ଭଲ ଭାବରେ ସ୍ନାନ ନ କରିଛି ତାକୁ ଘରେ ହିଁ ପ୍ରବେଶ କରାନ୍ତି ନାହିଁ। ତେବେ କ'ଣ ଆପଣମାନେ ଜାଣିଛନ୍ତି ଏହି ଅଛୁଆଁ ମନା ଯାଉଥିବା କୁକୁର ପୁରୀ ଶ୍ରୀମନ୍ଦିରରେ ପୂଜା ପାଏ? ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ପୁରୀ ମନ୍ଦିରରେ ଦକ୍ଷିଣ ଦ୍ୱାରରେ ମୁକ୍ତି ମଣ୍ଡପର ପଛ ପାଖରେ ଥିବା ଅନନ୍ତ ନାରାୟଣ ମୂର୍ତ୍ତି ପାଖ କାନ୍ଥରେ ଏକ କୁକୁର ପୂଜା ପାଉଛି। ତେବେ କିଏ ସେ କୁକୁର? ଶ୍ରୀମନ୍ଦିରରେ ପୁଣି କାହିଁକି ପୂଜା ପାଉଛି? ତେବେ ଚାଲନ୍ତୁ ଜାଣିବା ଏହି କୁକୁରର ରହସ୍ୟ ବିଷୟରେ। ଯେବେ ପୁରୀ ମନ୍ଦିର ପ୍ରତିଷ୍ଠା ହେବାର ଥିଲା, ବ୍ରହ୍ମଦେବ ପୁରୀ ମନ୍ଦିରର ପ୍ରତିଷ୍ଠା ପାଇଁ ଆସିଥାନ୍ତି। ସେ ମୁକ୍ତି ମଣ୍ଡପରେ ବସିଥାନ୍ତି। ତାଙ୍କ ସହ ଭରଦ୍ୱାଜ ମୁନି, ଋଷି ଦୁର୍ବାସା ଓ ତାଙ୍କ ସହିତ ବହୁତ ମୁନି ଋଷି ଉପସ୍ଥିତ ଥାଆନ୍ତି। ସେମାନେ ପ୍ରଭୁ ଜଗନ୍ନାଥଙ୍କୁ ସ୍ତୁତି କରୁଥାନ୍ତି। ଏହି ସମୟରେ ହଠାତ୍ ଏକ କୁକୁର ଭୁକିବାର ଶବ୍ଦ ଶୁଭାଗଲା। ବାରମ୍ବାର କୁକୁର ଭୁକୁଥିବାରୁ ଦେବପାଠରେ ବାଧା ଉପୁଜୁଥାଏ। ବହୁତ ସମୟ ହୋଇଗଲା ତଥାପି କୁକୁରଟି ଭୁକିବା ବନ୍ଦ କଲା ନାହିଁ। ବ୍ରହ୍ମଦେବ ଏହା ଦେଖି କହିଲେ, ତେବେ ବଡ଼ କାମରେ ଏହି କୁକୁରଟି ଭୁକିବାର ସାହସ କେମିତି କରିପାରୁଛି? ତମେମାନେ ଯାଇ ତାଙ୍କ ପାଖକୁ ପଚାର ତାର କ'ଣ ହୋଇଛି। ସିପାହୀମାନେ ତା ପାଖକୁ ଯାଇ କହିଲେ, ତେତେ କ'ଣ ଦେଖାଯାଉନି? ଏଠି ପ୍ରଭୁ ଜଗନ୍ନାଥଙ୍କର ମନ୍ଦିର ପ୍ରତିଷ୍ଠା ହେଉଛି, ବେଦପାଠ ପଢ଼ାଯାଉଛି, ପ୍ରସାଦ ରନ୍ଧାଯାଉଛି, ତେବେ ବଡ଼ କାମ ହେଉଛି, କିନ୍ତୁ ତୋର ଭୁକିବା ବନ୍ଦ ହେଉନାହିଁ। କୁକୁରଟି କହିଲା, ମୁଁ ଟିକିଏ ବ୍ରହ୍ମଦେବଙ୍କ ସହ କଥା ହେବାକୁ ଚାହୁଁଛି। ସିପାହୀମାନେ ଯାଇ ଏହି କଥାଟିକୁ ବ୍ରହ୍ମଦେବଙ୍କୁ କହି ଜଣାଇଲେ, ଠିକ୍ ଅଛି, ମୁଁ ତ ସବୁ ପ୍ରାଣୀ ପଶୁ ପକ୍ଷୀମାନଙ୍କୁ ସୃଷ୍ଟି କରିଛି। ମୁଁ ଯଦି ତାର କଥା ନ ଶୁଣିବି ଆଉ କିଏ ଶୁଣିବ? ମୁଁ ଯାଇ ତାକୁ ଦେଖା କରୁଛି। ଏହା କହି ବ୍ରହ୍ମଦେବ କୁକୁରଟିର ପାଖକୁ ଗଲେ। କୁକୁରଟି ବ୍ରହ୍ମଦେବଙ୍କୁ ପ୍ରଣାମ କଲା ଆଉ କହିଲା, ହେ ବ୍ରହ୍ମଦେବ, ସମସ୍ତ ଦେବାଦେବୀ ପ୍ରଭୁ ଜଗନ୍ନାଥଙ୍କର ସେବା କରୁଛନ୍ତି। ମୁଁ ମଧ୍ୟ ମହାପ୍ରଭୁଙ୍କର କିଛି ସେବା କରିବାକୁ ଚାହୁଁଛି। ଦୟାକରି ମୋତେ ମହାପ୍ରଭୁଙ୍କର କିଛି ସେବା କରିବାର ସୁଯୋଗ ଦିଅନ୍ତୁ। ବ୍ରହ୍ମଦେବ ହଠାତ୍ କ'ଣ କହିବେ କିଛି ଜାଣିପାରିଲେ ନାହିଁ। କୁକୁରଟି ପୁଣି କ'ଣ ସେବା କରିପାରିବ ମହାପ୍ରଭୁ ଜଗନ୍ନାଥଙ୍କର? ସେ ପୁଣି ଶ୍ରୀମନ୍ଦିରରେ ବ୍ରହ୍ମଦେବ କିଛି ସମୟ ଭାବିଲା ପରେ କହିଲେ, ଠିକ୍ ଅଛି, ତମେ ଏଇ ଦକ୍ଷିଣ ଦ୍ୱାର ପାଖରେ ସର୍ବଦା ଜଗି ରହିବ, କାରଣ ଏପଟେ ଆନନ୍ଦ ବଜାର, ସେପଟେ ରୋଷଶାଳାରେ କିଛି ଯଦି ବ୍ୟତିକ୍ରମ ହୋଇଥାଏ, ହଠାତ୍ ଆବିର୍ଭାବ ହେବ ଆଉ ସମସ୍ତଙ୍କୁ ଦେଖାଯିବ ଆଉ ହଠାତ୍ ଉଭାନ ହୋଇଯିବ। ସେହିଦିନ ଯେତେ ଟଙ୍କାର ଭୋଗ ହୋଇଥିଲେ ମଧ୍ୟ ସେହି ପ୍ରସାଦ ଖତକୁ ଯିବ, ସବୁ ପ୍ରସାଦ ଫୋପଡ଼ା ହେବ। ସେଦିନ ପ୍ରଭୁ ଜଗନ୍ନାଥ ପ୍ରସାଦ ଖାଇବେନି। ସେହିଦିନ ପ୍ରଭୁ ଜଗନ୍ନାଥ ମଧ୍ୟ ବଡ଼ପଣ୍ଡାଙ୍କ ପାଣିଚଳୁରେ ମଧ୍ୟ ଦେଖାଯାଆନ୍ତି ନାହିଁ। ଆଉ ଏହା ସତ୍ୟ ମଧ୍ୟ। ବହୁତ ଥର ଶ୍ରୀମନ୍ଦିରରେ ସେବକମାନେ କୁକୁରଟିକୁ ଦେଖିଛନ୍ତି ଆଉ ହଠାତ୍ କୁକୁରଟି ମଧ୍ୟ ଅନ୍ତର୍ଦ୍ଧାନ ମଧ୍ୟ ହୋଇଯାଇଥାଏ। ଏମିତି ବହୁତ ଥର ମହାପ୍ରଭୁଙ୍କର ମହାପ୍ରସାଦ ମଧ୍ୟ ପୋତା ହୋଇଛି। ତେବେ ଏହି କୁକୁରକୁ ଶ୍ରୀମନ୍ଦିରରେ ଉତ୍ତମ ଚଣ୍ଡୀ ଭାବେ ପୂଜା କରାଯାଏ। ରୋଷଶାଳାରେ କିଛି ମଧ୍ୟ ଗଡ଼ବଡ଼ ହେଲେ ସେବକମାନେ ସିନା ଜାଣିପାରନ୍ତି ନାହିଁ, କିନ୍ତୁ ଏହି ଉତ୍ତମ ଚଣ୍ଡୀ ଏହା ଠିକ୍ ଭାବରେ ଜାଣିପାରନ୍ତି ଆଉ ଆବିର୍ଭାବ ହୋଇ ଜଣାଇ ଦିଅନ୍ତି ଯେ ଆଜିର ମହାପ୍ରସାଦ ମହାପ୍ରଭୁଙ୍କ ପାଖରେ ଲାଗି ହେବ ନାହିଁ।
କ'ଣ ଦର୍ଶକ ବନ୍ଧୁ, କ'ଣ ଆପଣମାନେ ଜାଣିଥିଲେ ପୁରୀ ଶ୍ରୀମନ୍ଦିରରେ କୁକୁରକୁ ମଧ୍ୟ ପୂଜା କରାଯାଏ? ଯଦି ଜାଣିନଥିଲେ ତେବେ କମେଣ୍ଟରେ ଜୟ ଜଗନ୍ନାଥ ଲେଖନ୍ତୁ। ଭିଡ଼ିଓଟିକୁ ଲାଇକ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ। ଆଉ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଜୟ ଜଗନ୍ନାଥ।